ସମଗ୍ର ବିଶ୍ୱରେ ଥିବା ଆମ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଜୟ ଜଗନ୍ନାଥ। ଆଜି ହେଉଛି ଜାନୁଆରୀ 9, 2026 ଶୁକ୍ରବାର। ଜୟ ଜଗନ୍ନାଥ। ଆଜି ଆମ ପାଖରେ କିଛି ବହୁତ ଗୁରୁତ୍ୱପୂର୍ଣ୍ଣ ଖବର ଅଛି, ଆଉ ଆମେ ଚେଷ୍ଟା କରିବୁ ଏସବୁକୁ ଯୋଡ଼ି ଏକ ବଡ଼ ଚିତ୍ର ଦେଖିବା ପାଇଁ। ହଁ, ଆଜିର ଖବରଗୁଡ଼ିକ ସତରେ ବହୁତ ମଜାଦାର। ମାନେ ଗୋଟିଏ ପଟେ ଆମ ଭୁବନେଶ୍ୱରର ସାଂସ୍କୃତିକ ଆଉ ବୈଷୟିକ ଅଭିଳାଷା, ଅନ୍ୟପଟେ ଦିଲ୍ଲୀର ରାଜନୈତିକ ଘମାସାନ, ଆଉ ତା ସହିତ ୱାଶିଂଟନରୁ ଆସିଥିବା ଏକ ଖବର, ଯାହା ଆମ ଅର୍ଥବ୍ୟବସ୍ଥାକୁ ପୁରା ଦୋହଲାଇ ଦେଇଛି। ଏକଦମ। ଏହି ସବୁକୁ ଯୋଡ଼ିଲେ ଗୋଟେ ଅଲଗା ହିଁ କାହାଣୀ ସାମ୍ନାକୁ ଆସୁଛି। ଠିକ୍ କହିଲେ। ତେବେ ଆସନ୍ତୁ ଆଉ ଡେରି ନକରି ଏହିସବୁ ବିଷୟ ଭିତରକୁ ଯିବା। ପ୍ରଥମେ ଆମ ନିଜ ରାଜ୍ୟ, ଆମ ଓଡ଼ିଶାରୁ ଆରମ୍ଭ କରିବା। ହଁ, ଭଲ ହେବ। ଭୁବନେଶ୍ୱରରେ ଏବେ ଦ୍ୱାଦଶ କଳିଙ୍ଗ ସାହିତ୍ୟ ମହୋତ୍ସବ ଆରମ୍ଭ ହୋଇଛି, ଆଉ ଏହାର ଚର୍ଚ୍ଚା ଟିକେ ଅଲଗା ଧରଣର ଲାଗୁଛି। ହଁ, କାରଣ ଏଥର କେବଳ ସାହିତ୍ୟ ଆଲୋଚନା ହେଉନାହିଁ। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏକ ବହୁତ ବଡ଼ କଥା କହିଛନ୍ତି। କ'ଣ ସେ କଥା? ଓଡ଼ିଶାକୁ ଭାରତର ବୌଦ୍ଧିକ ରାଜଧାନୀ ବା ଇଣ୍ଟେଲେକ୍ଚୁଆଲ କ୍ୟାପିଟାଲ ଅଫ୍ ଇଣ୍ଡିଆରେ ପରିଣତ କରିବାର ଆହ୍ୱାନ। ହୋ, ଇଣ୍ଟେଲେକ୍ଚୁଆଲ କ୍ୟାପିଟାଲ ଅଫ୍ ଇଣ୍ଡିଆ। ଏହା ଶୁଣିବାକୁ ତ ବହୁତ ଭଲ ଲାଗୁଛି। ଆଜ୍ଞା, କିନ୍ତୁ ଏହାର ଗଭୀର ଅର୍ଥ ରହିଛି। ଏହାକୁ ଟିକେ ସରଳ ଭାବରେ ବୁଝାଇବେ କି? ବୌଦ୍ଧିକ ରାଜଧାନୀର ପ୍ରକୃତ ଅର୍ଥ କ'ଣ? ଏହା କ'ଣ ଖାଲି ଏକ ସ୍ଲୋଗାନ? ଦେଖନ୍ତୁ, ଏହା ଏକ ସଫ୍ଟ ପାୱାର ବଢ଼େଇବାର ଚେଷ୍ଟା। ସାଧାରଣତଃ ଓଡ଼ିଶାର ପରିଚୟ କ'ଣ? ଖଣିଜ ସମ୍ପଦ, ମନ୍ଦିର। ହଁ, ମନ୍ଦିର ଆଉ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଜଡ଼ିତ। କିନ୍ତୁ ଏହି ଆହ୍ୱାନ ମାଧ୍ୟମରେ ରାଜ୍ୟ ନିଜକୁ ଏକ ଜ୍ଞାନ କେନ୍ଦ୍ରିକ ସ୍ଥାନ ଭାବେ ପ୍ରତିଷ୍ଠିତ କରିବାକୁ ଚାହୁଁଛି। ଆଚ୍ଛା। ଏହା କେବଳ ପ୍ରକାଶନ ଶିଳ୍ପକୁ ବଢ଼େଇବା ନୁହେଁ, ବରଂ କୋଲକାତା କିମ୍ବା ଦିଲ୍ଲୀ ଭଳି ଯେଉଁ ପାରମ୍ପରିକ ବୌଦ୍ଧିକ କେନ୍ଦ୍ର ଅଛି, ତାକୁ ଏକ ପ୍ରକାରର ଚ୍ୟାଲେଞ୍ଜ ଦେବା ଭଳି। ବାଃ, ଏହା ତ ବହୁତ ବଡ଼ ଅଭିଳାଷ। ଆଉ ଏହି ଅଭିଳାଷର ଆଉ ଗୋଟେ ଦିଗ ବି ଦେଖିବାକୁ ମିଳୁଛି। ହଁ, କିନ୍ତୁ ଏଥର ସାହିତ୍ୟରେ ନୁହେଁ। ନା, ଏଥର ବିଜ୍ଞାନରେ। ଭୁବନେଶ୍ୱରର ସି.ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ନିଜର ପ୍ରଥମ ଉପଗ୍ରହ ମହାକାଶକୁ ପଠାଇବାକୁ ଯାଉଛି। ହଁ, ଏହା ଏକ ବହୁତ ବଡ଼ କଥା। ଗୋଟେ ଓଡ଼ିଶା ବିଶ୍ୱବିଦ୍ୟାଳୟ ପାଇଁ ତ ନିଶ୍ଚୟ। ନିଶ୍ଚିତ ଭାବରେ। ଏହାର ନାଁ ହେଉଛି CGUSAT-1, ଆଉ ଏହାକୁ ଇସ୍ରୋର PSLV C-62 ରକେଟ୍ ମାଧ୍ୟମରେ ପଠାଯିବ। PSLV, ଯାହାକୁ ଇସ୍ରୋର ସବୁଠୁ ଭରସାଯୋଗ୍ୟ ୱାର୍କହର୍ସ ବୋଲି କୁହାଯାଏ। ଏକଦମ। ତାର ସଫଳତା ହାର ଅବିଶ୍ୱାସନୀୟ। ତେଣୁ ଯେତେବେଳେ ଭାରତରେ ମହାକାଶ ବ୍ୟବସାୟର ଘରୋଇକରଣ ହେଉଛି, ସେତେବେଳେ ଏକ ବିଶ୍ୱବିଦ୍ୟାଳୟର ଏଭଳି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂଆ ଦୁନିଆ ଖୋଲି ଦେଉଛି। ସେଇଆ ତ। କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଆସୁଛି। ଛାତ୍ରମାନଙ୍କ ଦ୍ୱାରା ତିଆରି ହୋଇଥିବା ଛୋଟ ଉପଗ୍ରହଟି ପ୍ରକୃତରେ କ'ଣ କାମ କରିବ? ଏହା କ'ଣ ପାଣିପାଗ ସୂଚନା ଦେବ, ନା ତଥ୍ୟ ସଂଗ୍ରହ କରିବ, ନା ଏହାର ମୁଖ୍ୟ ଉଦ୍ଦେଶ୍ୟ କେବଳ ପିଲାଙ୍କୁ ଏକ ବାସ୍ତବ ଅଭିଜ୍ଞତା ଦେବା? ଏକଦମ ଠିକ୍ ପ୍ରଶ୍ନ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷା ଆଉ ପ୍ରେରଣା। ପ୍ରେରଣା? ଆଜ୍ଞା। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଯେଉଁ ପିଲାମାନେ କିଛି ବର୍ଷ ତଳେ ଭୁବନେଶ୍ୱରର କ୍ଲାସରୁମରେ ବସୁଥିଲେ, ଆଜି ସେମାନେ ପୃଥିବୀର କକ୍ଷପଥରେ ଏକ ବସ୍ତୁ ସ୍ଥାପନ କରିବାକୁ ଯାଉଛନ୍ତି। ଏହା ତ ଗୋଟିଏ ପିଢ଼ି ଭିତରେ ଏକ ବହୁତ ବଡ଼ ଲମ୍ପ। ନିଶ୍ଚୟ। ଆଉ ଏହା ରାଜ୍ୟର ଅନ୍ୟ ଯୁବକ ଯୁବତୀଙ୍କୁ ମଧ୍ୟ ବଡ଼ ସ୍ୱପ୍ନ ଦେଖିବାକୁ ସାହସ ଦେବ। ତେଣୁ ଦେଖନ୍ତୁ, ଗୋଟେ ପଟେ ସାହିତ୍ୟ ଆଉ ଅନ୍ୟପଟେ ଟେକ୍ନୋଲୋଜି। ଗୋଟେ ପଟେ ବୌଦ୍ଧିକ ପରିଚୟ ଆଉ ଅନ୍ୟପଟେ ଭବିଷ୍ୟତ ପାଇଁ ପ୍ରସ୍ତୁତି। ଏହା ଓଡ଼ିଶାର ଏକ ନୂଆ ଚିତ୍ର ଦେଖାଉଛି। ସେଇଆ ତ। ତେବେ ରାଜ୍ୟ ସ୍ତରରେ ଆମେ ଏକ ପ୍ରକାରର ଆକାଂକ୍ଷା ଆଉ ଅଭିଳାଷା ଦେଖୁଛେ, କିନ୍ତୁ ଯେତେବେଳେ ଆମେ ଜାତୀୟ ସ୍ତରକୁ ଦେଖୁଛେ, ସେଠାରେ ଚିତ୍ରଟି ଟିକେ ଅଲଗା। ହଁ, ସେଠାରେ ମୁଖ୍ୟତଃ ସଂଘର୍ଷ ଆଉ କ୍ଷମତାର ଲଢ଼େଇ ଦେଖିବାକୁ ମିଳୁଛି। ବିଶେଷ କରି ପଶ୍ଚିମବଙ୍ଗରେ ଯାହା ଘଟୁଛି। ହଁ, ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ଏକ ଚଢ଼ାଉ ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ଘୋଷଣା କରିଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଚଢ଼ାଉ କୌଣସି ନେତାଙ୍କ ଘରେ ହୋଇନାହିଁ। ନା, ଏହା ଆଇପ୍ୟାକ୍ କାର୍ଯ୍ୟାଳୟରେ ହୋଇଛି। ଆଇପ୍ୟାକ୍? ଅନେକ ଲୋକ ବୋଧହୁଏ ଏହାର ନାଁ ଶୁଣି ନଥିବେ। ଏହା ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ଦେଖନ୍ତୁ, ଆଇପ୍ୟାକ୍ ହେଉଛି ଏକ ରାଜନୈତିକ ପରାମର୍ଶଦାତା ସଂସ୍ଥା। ଏହା ତୃଣମୂଳ କଂଗ୍ରେସର ନିର୍ବାଚନୀ ରଣନୀତି ପ୍ରସ୍ତୁତ କରେ। ଓହୋ, ତାମାନେ ଏହା ତାଙ୍କର ଷ୍ଟ୍ରାଟେଜି ଟିମ୍ କରିବା ସହିତ ସମାନ। ଠିକ୍। ଆଉ ଏହା ଘଟଣାକୁ ଏକ ଭିନ୍ନ ସ୍ତରକୁ ନେଇଯାଉଛି। ଟିଏମ୍ସି ଏହାକୁ ରାଜନୈତିକ ଡକାୟତି ବୋଲି କହୁଛି।
ଏହା ତ ବହୁତ ଗମ୍ଭୀର ଅଭିଯୋଗ କିନ୍ତୁ ଅନ୍ୟପଟେ କେନ୍ଦ୍ରୀୟ ଏଜେନ୍ସିମାନଙ୍କର ତଦନ୍ତ କରିବାର ଅଧିକାର ଅଛି। ନିଶ୍ଚୟ ଅଛି। ତେବେ ଜଣେ ସାଧାରଣ ଲୋକ କେମିତି ଜାଣିବ କେଉଁଟା ବୈଧ ତଦନ୍ତ ଆଉ କେଉଁଟା ରାଜନୈତିକ ଉଦ୍ଦେଶ୍ୟରେ କରାଯାଇଛି? ଏହି ଦୁଇଟା ଭିତରେ ଥିବା ସୂକ୍ଷ୍ମ ରେଖାଟି କେଉଁଠି? ଏହା ହିଁ ସବୁଠୁ ବଡ଼ ପ୍ରଶ୍ନ। ସାଧାରଣତଃ ଏହାର ସମୟକୁ ଦେଖାଯାଏ। ଯଦି ନିର୍ବାଚନ ପାଖେଇ ଆସୁଥିବା ବେଳେ ଏଭଳି କାର୍ଯ୍ୟାନୁଷ୍ଠାନ ବଢ଼ିଯାଏ, ତାହେଲେ ସନ୍ଦେହ ସୃଷ୍ଟି ହୁଏ। ହଁ, ଆଉ ଏହି ଘଟଣାଗୁଡ଼ିକ କେନ୍ଦ୍ର ରାଜ୍ୟ ସମ୍ପର୍କରେ ତିକ୍ତତାକୁ ଆହୁରି ବଢ଼ାଇ ଦେଉଛି, ଯାହା ଆମ ସଂଘୀୟ ବ୍ୟବସ୍ଥା ପାଇଁ ଆଦୌ ଭଲ ନୁହେଁ। ଆଉ ଏହି କ୍ଷମତାର ଖେଳ କେବଳ ଶୀର୍ଷ ସ୍ତରରେ ନୁହେଁ, ସ୍ଥାନୀୟ ସ୍ତରରେ ମଧ୍ୟ ଚାଲିଛି। ମହାରାଷ୍ଟ୍ରର ଅମ୍ବରନାଥରେ ବି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ହଁ, ସେଖାରୀ କଂଗ୍ରେସରୁ ନିଲମ୍ବିତ 12 ଜଣ କର୍ପୋରେଟର ସିଧା ବିଜେପିରେ ଯୋଗ ଦେଇଛନ୍ତି। ମଜାର କଥା ହେଉଛି ଏମାନଙ୍କୁ ବିଜେପି ସହ ମେଣ୍ଟ କରିଥିବାରୁ ହିଁ କଂଗ୍ରେସ ନିଲମ୍ବିତ କରିଥିଲା। ହଁ, ସେଇଆ ତ। ଏହା ସ୍ପଷ୍ଟ ଭାବେ ଦର୍ଶାଉଛି ଯେ ସ୍ଥାନୀୟ ରାଜନୀତିରେ କ୍ଷମତା ପାଇଁ ଆଦର୍ଶର କୌଣସି ମୂଲ୍ୟ ନଥାଏ। ଏହିସବୁ ରାଜନୈତିକ ଅସ୍ଥିରତା ମଧ୍ୟରେ ସୁରକ୍ଷା ସ୍ଥିତି ମଧ୍ୟ ଏକ ବଡ଼ ପ୍ରସଙ୍ଗ। ଗୃହମନ୍ତ୍ରୀ ଅମିତ ଶାହ ଜାମ୍ମୁ କାଶ୍ମୀରକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଆଉ କହିଛନ୍ତି ଯେ ଆତଙ୍କବାଦୀ ପରିବେଶକୁ ନଷ୍ଟ କରିଦିଆଯାଇଛି। ଏହା ଏକ ବଡ଼ ଦାବି, କିନ୍ତୁ ଅନ୍ୟପଟେ ଦେଖନ୍ତୁ, ପଞ୍ଜାବ ଆଉ ଏପରିକି ଆମ ଓଡ଼ିଶାର କିଛି କୋର୍ଟ ପରିସରକୁ ବୋମା ଧମକପୂର୍ଣ୍ଣ ଇମେଲ ଆସିଛି। ଆଚ୍ଛା। ଏହା ଦର୍ଶାଉଛି ଯେ ଆଭ୍ୟନ୍ତରୀଣ ସୁରକ୍ଷାକୁ ନେଇ ଆହ୍ୱାନ ଏବେ ବି ରହିଛି। ଗୋଟିଏ ପଟେ ସୀମାରେ ସ୍ଥିତି ସୁଧୁରୁଛି, କିନ୍ତୁ ଅନ୍ୟପଟେ ନୂଆ ଧରଣର ବିପଦ ସାମ୍ନାକୁ ଆସୁଛି। ଠିକ୍। ତେବେ ଏବେ ଆସନ୍ତୁ ସେହି ଖବର ଉପରକୁ ଯିବା ଯାହା ଗତକାଲି ସମସ୍ତଙ୍କୁ ଚକିତ କରିଦେଇଛି। ଆଉ ସିଧାସଳଖ ଆମ ପକେଟ ଉପରେ ପ୍ରଭାବ ପକାଇଛି। ହଁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଘୋଷଣା ଭାରତୀୟ ସେୟାର ବଜାରରେ ହଇଚଇ ସୃଷ୍ଟି କରିଛି। ଏହା ଏକ ବହୁତ ବଡ଼ ଖବର। ଟ୍ରମ୍ପ କହିଛନ୍ତି ଯେ ସେ ଏକ ନୂଆ ବିଲ୍ ଆଣିବେ ଯେଉଁଥିରେ ରୁଷରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ 500% ପର୍ଯ୍ୟନ୍ତ ଶୁଳ୍କ ଲଗାଯାଇପାରେ। 500%? ହଁ, ଆଉ ଏହି ଗୋଟିଏ ବାକ୍ୟର ପ୍ରଭାବ ତତ୍କ୍ଷଣାତ୍ ଦେଖିବାକୁ ମିଳିଲା। ଗୁରୁବାର ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ 780 ପଏଣ୍ଟ ତଳକୁ ଖସିଗଲା। 780 ପଏଣ୍ଟ? କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହାର ଅର୍ଥ କ'ଣ? ଏଇ ଯୋଉ 8 ଲକ୍ଷ କୋଟି ଟଙ୍କାର କ୍ଷତି ହେଲା, ତାର ପ୍ରଭାବ କିପରି ପଡ଼ିବ? ନିଶ୍ଚୟ। ଚାଲନ୍ତୁ ଏହାର ଚେନ୍ ରିଆକ୍ସନକୁ ବୁଝିବା। ପ୍ରଥମତଃ, ଭାରତ ହେଉଛି ବିଶ୍ୱର ସବୁଠୁ ବଡ଼ ତେଲ ଆମଦାନିକାରୀ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ। ହଁ। ଦ୍ୱିତୀୟତଃ, ଯଦି ରୁଷ ତେଲ ଉପରେ ଏତେ ବଡ଼ ଶୁଳ୍କ ଲାଗେ, ତେବେ ଆମକୁ ଅନ୍ୟ ଦେଶରୁ ମହଙ୍ଗା ତେଲ କିଣିବାକୁ ପଡ଼ିବ। ଯାହାଫଳରେ ତେଲ ଦର ବଢ଼ିବ। ହଁ, ଆଉ ତେଲ ଦର ବଢ଼ିଲେ ଦେଶରେ ପରିବହନ ଖର୍ଚ୍ଚ ବଢ଼ିବ, ଯାହାଫଳରେ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ଼ ହେବ। ଆଉ ମହଙ୍ଗା ବଢ଼ିଲେ କମ୍ପାନୀମାନଙ୍କର ଲାଭ କମିଯିବ। ଠିକ୍ କହିଲେ। ନିବେଶକମାନେ ଏହି କଥାଟିକୁ ଭଲ ଭାବେ ଜାଣନ୍ତି, ତେଣୁ ସେମାନେ ଆତଙ୍କିତ ହୋଇ ନିଜର ସେୟାର ବିକ୍ରି କରିବା ଆରମ୍ଭ କରିଦେଲେ ଆଉ ବଜାର ତଳକୁ ଖସିଗଲା। ତାମାନେ ଏହି 8 ଲକ୍ଷ କୋଟିର କ୍ଷତି କେବଳ ଏକ ସଂଖ୍ୟା ନୁହେଁ, ଏହା ଏକ ଆତ୍ମବିଶ୍ୱାସର ସଙ୍କଟ। ଏକଦମ। ନିବେଶକମାନେ କେବଳ ତେଲ ଶୁଳ୍କ ଖବରରେ ପ୍ରତିକ୍ରିୟା ଦେଉନାହାନ୍ତି, ବରଂ ଟ୍ରମ୍ପ ପ୍ରଶାସନର ଏହି ଅପ୍ରତ୍ୟାଶିତ ନିଷ୍ପତ୍ତିକୁ ନେଇ ଚିନ୍ତିତ ଅଛନ୍ତି। ଏହା ତ ଦର୍ଶାଉଛି ଯେ ଆଗାମୀ ଦିନରେ ବଜାରର ଗତି ଭୂରାଜନୈତିକ ଅସ୍ଥିରତା ଉପରେ ଅଧିକ ନିର୍ଭର କରିବ। ନିଶ୍ଚୟ। ଏବଂ ଟ୍ରମ୍ପଙ୍କ ଏହି ପଦକ୍ଷେପ ଏକାକୀ ନୁହେଁ। ସେ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ ଆମେରିକା 35ଟି ଆନ୍ତର୍ଜାତୀୟ ସଂଗଠନରୁ ନିଜକୁ ପ୍ରତ୍ୟାହାର କରିନେବ। 35ଟି ସଂଗଠନ? ହଁ, ଆଉ 31ଟି ମିଳିତ ଜାତିସଂଘ ସଂସ୍ଥାରୁ ମଧ୍ୟ। ଏଥିରେ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ମୁଖ୍ୟ ଚୁକ୍ତି UN ଫ୍ରେମୱାର୍କ କନଭେନସନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ ମଧ୍ୟ ସାମିଲ ଅଛି। ଏହା ତ ଏକ ବଡ଼ ଧକ୍କା। ଏହା ତାଙ୍କର ଆମେରିକା ଫର୍ଷ୍ଟ ନୀତିର ଏକ ଅଂଶ। କିନ୍ତୁ ଯେତେବେଳେ ଜଳବାୟୁ ପରିବର୍ତ୍ତନ ଭଳି ଏକ ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ପାଇଁ ସମସ୍ତଙ୍କୁ ଏକଠି ହେବା ଦରକାର, ସେତେବେଳେ ବିଶ୍ୱର ଏକ ପ୍ରମୁଖ ଶକ୍ତିର ଏପରି ପଦକ୍ଷେପ ସାମୂହିକ ପ୍ରୟାସକୁ ବହୁତ ଦୁର୍ବଳ କରିଦେବ। ସେଇଆ ତ। ଏହା ବହୁତ ଚିନ୍ତାଜନକ। ଏହି ବିଶ୍ୱାୟନ ବିରୋଧୀ ଭାବନାର ପ୍ରତିଫଳନ ଆଉ କେଉଁଠି ଦେଖିବାକୁ ମିଳୁଛି କି? ଯେମିତି ଫ୍ରାନ୍ସରେ କୃଷକମାନଙ୍କର ପ୍ରତିବାଦ ବିଷୟରେ କିଛି ଖବର ଥିଲା? ହଁ, ଫ୍ରାନ୍ସରେ କୃଷକମାନେ ପେରିସରେ ଟ୍ରାକ୍ଟର ର୍ୟାଲି କରିଛନ୍ତି। କାହିଁକି? ସେମାନେ ୟୁରୋପୀୟ ସଂଘ ବା EU ଏବଂ ଦକ୍ଷିଣ ଆମେରିକୀୟ ଦେଶଗୁଡ଼ିକ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ଚୁକ୍ତିକୁ ବିରୋଧ କରୁଛନ୍ତି। ଆଚ୍ଛା।
ସେମାନଙ୍କ ଭୟ ହେଉଛି ଯେ ଦକ୍ଷିଣ ଆମେରିକାରୁ ଶସ୍ତା କୃଷିଜାତ ଦ୍ରବ୍ୟ ଆସିଲେ ସେମାନେ ପ୍ରତିଯୋଗିତାରେ ତିଷ୍ଠି ପାରିବେ ନାହିଁ। ଏହା ତ ଆମ ଦେଶର କୃଷକମାନଙ୍କର ଚିନ୍ତା ସହିତ ବହୁତ ମେଳ ଖାଉଛି। ହଁ, ବିଶ୍ୱ ବାଣିଜ୍ୟ ଚୁକ୍ତି ଆଉ ସ୍ଥାନୀୟ ଚାଷୀଙ୍କ ସ୍ୱାର୍ଥ ମଧ୍ୟରେ ସନ୍ତୁଳନ ରଖିବା ଗୋଟେ ବଡ଼ ଆହ୍ୱାନ। ନିଶ୍ଚିତ ଭାବରେ। ଗୋଟିଏ ପଟେ ଶସ୍ତା ଆମଦାନୀ ଗ୍ରାହକଙ୍କ ପାଇଁ ଲାଭଦାୟକ ହୋଇପାରେ, କିନ୍ତୁ ଅନ୍ୟପଟେ ଏହା ସ୍ଥାନୀୟ ଉତ୍ପାଦକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପକାଇପାରେ। ତେବେ ଆଜିର ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ, ରାଜ୍ୟ ସ୍ତରର ଅଭିଳାଷାଠାରୁ ଆରମ୍ଭ କରି ଜାତୀୟ ରାଜନୀତି ଏବଂ ଆନ୍ତର୍ଜାତୀୟ ଅର୍ଥନୀତି ଏସବୁ ପରସ୍ପର ସହ ଜଡ଼ିତ। ହଁ, ଆଉ ଏହି ସବୁ ଭିତରେ ଟେକ୍ନୋଲୋଜିର ଭୂମିକାକୁ ଆମେ ଅଣଦେଖା କରିପାରିବା ନାହିଁ। ଆମେ ଆରମ୍ଭରେ CGUର ଉପଗ୍ରହ କଥା କହୁଥିଲେ, ଯାହା ଟେକ୍ନୋଲୋଜିର ଏକ ସକାରାତ୍ମକ ଦିଗ। କିନ୍ତୁ ଆଉ ଏକ ଉତ୍ସରୁ ଜଣାପଡ଼ୁଛି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI। ହଁ, AI ବର୍ତ୍ତମାନ ଚାକିରି ବଜାରକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଉଛି। ଏହା କିପରି? ଲିଙ୍କଡଇନ୍‌ର ଏକ ରିପୋର୍ଟ ଅନୁଯାୟୀ AI ପରିଚାଳିତ ନିଯୁକ୍ତି ପ୍ରକ୍ରିୟା ଯୋଗୁଁ ଭାରତର ଯୁବ ପେଶାଦାରମାନେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ଆଚ୍ଛା, ମାନେ କ୍ୟାରିୟର ନେଇ ଦ୍ୱନ୍ଦ୍ୱ? ହଁ, ସେମାନଙ୍କୁ ସଠିକ୍ ମାର୍ଗଦର୍ଶନର ଆବଶ୍ୟକତା ପଡ଼ୁଛି। ତେଣୁ ଗୋଟିଏ ପଟେ ଟେକ୍ନୋଲୋଜି ଆମକୁ ମହାକାଶକୁ ନେଉଛି, ଅନ୍ୟପଟେ ଏହା ଆମ ପାଇଁ ନୂଆ ଆହ୍ୱାନ ମଧ୍ୟ ସୃଷ୍ଟି କରୁଛି। ଏହା ତ ଆମ ପାଇଁ ଏକ ଗଭୀର ଚିନ୍ତାର ବିଷୟ ଛାଡ଼ିଯାଉଛି। ନିଶ୍ଚୟ। ତେବେ ଏହି ପ୍ରଶ୍ନଟି ଉପରେ ଟିକେ ଚିନ୍ତା କରିବା ଦରକାର। ଯେତେବେଳେ ଆମେ ଓଡ଼ିଶାକୁ ବୌଦ୍ଧିକ ରାଜଧାନୀ କରିବାର ସ୍ୱପ୍ନ ଦେଖୁଛେ ଏବଂ ଆମ ଛାତ୍ରଛାତ୍ରୀମାନେ ଉପଗ୍ରହ ଉତ୍କ୍ଷେପଣ କରୁଛନ୍ତି, ସେତେବେଳେ AI ଭଳି ଟେକ୍ନୋଲୋଜି ଦ୍ୱାରା ବଦଳୁଥିବା ଚାକିରି ବଜାର ପାଇଁ ଆମ ରାଜ୍ୟର ଯୁବପିଢ଼ି ଏବଂ ଶିକ୍ଷା ବ୍ୟବସ୍ଥା ପ୍ରକୃତରେ କେତେ ପ୍ରସ୍ତୁତ? ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏହି ପ୍ରଶ୍ନ ସହିତ ଆଜିର ଆଲୋଚନାକୁ ଏଇଠି ଶେଷ କରୁଛୁ। ପୁଣି ଦେଖାହେବ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।